Hello students, good morning to all of you. Today ଆଜି ଆମେ ତୃତୀୟ ଶ୍ରେଣୀ ଭାଷା ପରୀକ୍ଷାର ପ୍ରଶ୍ନ ଉତ୍ତର ଦେଖିବା। ଦେଖ ପିଲାମାନେ, ଏଇଟା ତମର ତୃତୀୟ ଶ୍ରେଣୀ ସାହିତ୍ୟ ପରୀକ୍ଷାର ପ୍ରଶ୍ନ ଉତ୍ତର ବାର୍ଷିକ ପରୀକ୍ଷା ପାଇଁ ଏହା ନିଶ୍ଚୟ ପଡ଼ିବ। ପିଲାମାନେ 100% ଗ୍ୟାରେଣ୍ଟେଡ୍ ତମମାନଙ୍କୁ ମୁଁ ଦେଉଛି, ଏହାଟା ନିଶ୍ଚୟ ଭାବରେ ପଡ଼ିବ। ଦେଖ ପ୍ରଥମେ ଏଇଠି ଦେଇଛି ଆମର କ'ଣ ଶିକ୍ଷାର୍ଥୀଙ୍କ ନାମ। ଦେଖ ପିଲାମାନେ, ଏଇଠି ଶିକ୍ଷାର୍ଥୀଙ୍କ ନାମ ଯେଉଁ ଦେଇଛି, ଏଇଠି ତମ ନାଁ ଲେଖିବ, ଏଇଠି ରୋଲ ନମ୍ବର, ଏଇଠି ତମର ବିଭାଗ ଲେଖିବ, ଏଇଠି ତାରିଖ, ଏଇଠି ବିଦ୍ୟାଳୟର ନାମ ଲେଖିବ, ଏଇଠି ବ୍ଲକ ଲେଖିବ, ଆଉ ଜିଲ୍ଲା ଲେଖିବ। ଦେଖ ତମର ପୃଷ୍ଠା ସଂଖ୍ୟା 8 ରହୁଛି, ମୌଖିକରେ ଆମର 2, ପ୍ରଶ୍ନ ସଂଖ୍ୟା 19ଟା ପ୍ରଶ୍ନ, ପୂର୍ଣ୍ଣ ସଂଖ୍ୟା 40। ଠିକ୍ ଅଛି ପିଲାମାନେ, ଦେଖ 1 ନମ୍ବର ପ୍ରଶ୍ନକୁ ଆମେ ଦେଖିବା। 1 ନମ୍ବର ପ୍ରଶ୍ନ ଦେଖିବା ପୂର୍ବରୁ ପ୍ରଥମେ ଦେଇଛି କ'ଣ ଦେଖ, ତଳ ଅନୁଚ୍ଛେଦଟିକୁ ପଢ଼ି 1ରୁ 4 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ଦିନେ ରାଜୁ କାରରେ ଯାଉଥିଲା। ରାସ୍ତାର ଦୁର୍ଘଟଣା ଦେଖି ସେ ଅଟକି ଗଲା। ଆହତ ଲୋକଙ୍କୁ ନିଜ କାରରେ ବସାଇ ସେ ଡାକ୍ତରଖାନାକୁ ନେଲା। ଡାକ୍ତର କାଳ ବିଳମ୍ବ ନ କରି ଆହତ ଲୋକଙ୍କର ଚିକିତ୍ସା କଲେ। ଜଣେ ଲୋକର ରକ୍ତ ଦରକାର ପଡ଼ିଲା, ରାଜୁ ନିଜର ରକ୍ତ ଦେଲା। ଲୋକେ ରାଜୁର ଏହି କାର୍ଯ୍ୟ ପାଇଁ ପ୍ରଶଂସା କଲେ। ଠିକ୍ ଅଛି ପିଲାମାନେ, ପ୍ରଥମ ପ୍ରଶ୍ନ ଦେଖ, କାର କିଏ ନେଇ ଯାଉଥିଲା, ସେ କ'ଣ ଦେଖି ଅଟକିଗଲା। କାର ରାଜୁ ନେଇ ଯାଉଥିଲା ଏବଂ ସେ ରାସ୍ତାରେ ଦୁର୍ଘଟଣା ଦେଖି ଅଟକି ଗଲା। ରାଜୁ ଆହତ ଲୋକଙ୍କର ଜୀବନ କିପରି ବଞ୍ଚାଇଲା। ଆହତ ଲୋକଙ୍କୁ ନିଜ କାରରେ ବସାଇ ଡାକ୍ତରଖାନା ନେଲା ଓ ଡାକ୍ତର ସେମାନଙ୍କର ଚିକିତ୍ସା ନ କରି ଜୀବନ ବଞ୍ଚାଇଲେ। ଏହିପରି ଭାବରେ ରାଜୁ ଆହତ ଲୋକଙ୍କର ଜୀବନ ବଞ୍ଚାଇଲା। ତୁମେ ରାଜୁ ହୋଇଥିଲେ କ'ଣ କରିଥାନ୍ତ? ତୁମେ ରାଜୁ ହୋଇଥିଲେ କ'ଣ କରିଥାନ୍ତ ତୁମେ ନିଜେ ଲେଖିବ। ଠିକ୍ ଅଛି ପିଲାମାନେ, ଏବେ 2 ନମ୍ବର ପେଜକୁ ଯିବା। ଠିକ୍ ଅଛି ପିଲାମାନେ, ଠିକ୍ ଅଛି ତ। ଏବେ 4 ନମ୍ବର ପ୍ରଶ୍ନକୁ ଦେଖିବା। ତଳେ ଦିଆଯାଇଥିବା କେଉଁ ଗୁଣଟି ରାଜୁର ଥିବାରୁ ସେ ଆହତ ଲୋକଙ୍କର ଜୀବନ ବଞ୍ଚାଇଲା? ଠିକ୍ ପାଖରେ ଠିକ୍ ଚିହ୍ନ ଦିଅ। ପର ଉପକାର, ପରିଶ୍ରମୀ, ସମାନୁବର୍ତ୍ତିତା, ସଚ୍ଚୋଟ। କ'ଣ ହେବ? ପର ଉପକାର। କ'ଣ ହେବ ପିଲାମାନେ? ପର ଉପକାର ଉତ୍ତର ହେବ। ତାହେଲେ ଏହାର ଉତ୍ତର କ'ଣ ହେବ ପିଲାମାନେ? ପର ଉପକାର ହେବ। ଠିକ୍ ଅଛି, ତାପରେ ପ୍ରଶ୍ନ ଦେଖ, କବିତାଟିକୁ ପଢ଼ି 5ରୁ 8 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। କେଡ଼େ ସୁନ୍ଦର ରାଇଜ ମୋଡ଼ ଓଡ଼ିଶା ତାର ନାଁ, ରହିଛି ଏଠି ସହର ପୁଣି ରହିଛି ଏଠି ଗାଁ। କେଡ଼େ ସୁନ୍ଦର ଓଡ଼ିଆ ଭାଷା, ଓଡ଼ିଆ ନାଚ ଗୀତ, କଳା ସଂସ୍କୃତି ଉନ୍ନତି ଅତି ଦେଖିଲେ ହୁଏ ପ୍ରୀତ। ଠିକ୍ ଅଛି ପିଲାମାନେ, ତୁମ ରାଜ୍ୟର ନାଁ କ'ଣ, ଏଠି କ'ଣ ସବୁ ଅଛି ଲେଖିବ। ଓଡ଼ିଶା କ'ଣ ସବୁ ଦେଖିଲେ ଖୁସି ଲାଗେ। କ'ଣ ସବୁ ଦେଖିଲେ ଖୁସି ଲାଗେ ଓଡ଼ିଶାର? ନାଚ ଗୀତ ଦେଖିଲେ ଖୁସି ଲାଗେ। ତୁମକୁ ଓଡ଼ିଆ ଭାଷା କାହିଁକି ଭଲ ଲାଗେ, କାହିଁକି ତୁମେ ଲେଖିବ। ତାପରେ 8 ନମ୍ବର ପ୍ରଶ୍ନ କ'ଣ ଦେଲା ଦେଖ, ଯଦି ବନର ପ୍ରତିଶବ୍ଦ ବଣ ହୁଏ, ଆକାଶର ପ୍ରତିଶବ୍ଦ କ'ଣ ହେବ? ନଭ ଗୋଟେ ଆକାଶର ପ୍ରତିଶବ୍ଦ ହୋଇପାରିବ। ଠିକ୍ ଅଛି ପିଲାମାନେ, ସେଇଟାକୁ ଲେଖିବ। ଠିକ୍ ଅଛି, ଏବେ ଆମେ ନେକ୍ସଟ ପ୍ରଶ୍ନକୁ ଯିବା। ପିଲାମାନେ 3 ନମ୍ବର ପେଜ 9 ନମ୍ବର ପ୍ରଶ୍ନ ଦେଖ। 9 ନମ୍ବର ପ୍ରଶ୍ନ ଆମର କ'ଣ ଦେଇଛି, ରୁହ ଟିକେ ପିଲାମାନେ। ଠିକ୍ ଅଛି, 9 ନମ୍ବର ପ୍ରଶ୍ନଟା ଆମର ଦେଲା, ସାରଣୀରୁ ଅକ୍ଷର ନେଇ 3 ଯୋଡ଼ା ଶବ୍ଦ ଗଢ଼ ଓ ଖାଲି ଘରେ ଲେଖ। ତମେ ଶବ୍ଦ ଲେଖିବ ସାରଣୀରୁ ଖୋଜି ଖୋଜିକା। ଯେମିତି ଆମର ଗୋଟେ ହେଇପାରିବ ଶବ୍ଦ ଦେଖ ପିଲାମାନେ, ଏଠି ଅଛି ଦଣ୍ଡ, ଏଇଠି ଅଛି ଛନ୍ଦ ହେଇପାରିବ। ଠିକ୍ ଅଛି ପିଲାମାନେ, ଷଣ୍ଢ ଗୋଟେ ପ୍ରତିଶବ୍ଦ ହେଇପାରିବ ଆମର ଶବ୍ଦ, ଗନ୍ଧ ଗୋଟେ ହେବ। ତେଣୁ ତମେ ଏଇରା ଲେଖିବ, ତମେ ଖୋଜିକି ଲେଖିବ ପିଲାମାନେ, ମୁଁ ଆଉ କହୁନାହିଁ। 3 ଯୋଡ଼ା ତମେ ଶବ୍ଦ ଲେଖିବ। 10 ନମ୍ବର ପ୍ରଶ୍ନକୁ ଯିବା। ତଳ ଲିଖିତ ଶବ୍ଦକୁ ବ୍ୟବହାର କରି ଗୋଟିଏ ବାକ୍ୟ ଲେଖ। ସ୍ୱାର୍ଥପରକୁ ଲଗାଇ ଗୋଟିଏ ବାକ୍ୟ ଲେଖିବ। 11 ନମ୍ବର ପ୍ରଶ୍ନ କ'ଣ ଦେଇଛି, ପାନେ ଦେବାର ଅର୍ଥ କ'ଣ? ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ଦଣ୍ଡ ଦେବା, ପାନ ଖଣ୍ଡେ ଦେବା, ଉଚିତ ଶିକ୍ଷା ଦେବା, ଔଷଧ ପାନେ ଖୁଆଇବା। ଏହାର ଅର୍ଥ କ'ଣ ହେବ? ଉଚିତ ଶିକ୍ଷା ଦେବା। ଠିକ୍ ଅଛି, ଅସଜଡ଼ା ଶବ୍ଦକୁ ସଜାଡ଼ି ଲେଖ। ସୂର୍ଯ୍ୟ ଉଦୟ ହେଲେ ପୂର୍ବ ଦିଗରେ, ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୁଏ। ଠିକ୍ ଅଛି ପିଲାମାନେ, 13 ନମ୍ବର ପ୍ରଶ୍ନକୁ ଯିବା। ନିମ୍ନଲିଖିତ ପଦଗୁଡ଼ିକୁ ପଢ଼, ସେଥିରେ ଥିବା 3ଟି ଯୋଡ଼ି ଶବ୍ଦକୁ ଖାଲି ଘରେ ବାଛି ଲେଖ। ମୋ ଅଜା ଆଈ, ମୋ ମାମୁଁ ମାଇଁ ଥାଆନ୍ତି ମାମୁଁ ଘରେ, ମୋ ବାପା ମା ସହିତ ଗଲେ ଲାଗଇ ଖୁସି ବାରେ। ଏହାର 3 ଯୋଡ଼ା ଶବ୍ଦ କ'ଣ ହେଇପାରିବ? ଗୋଟେ ହେଇପାରିବ ମାମୁଁ ମାଇଁ, ଏଇଠି ହେଇପାରିବ, ଆଉ ଗୋଟେ ହେଇପାରିବ ବାପା ମା, ଆଉ ଗୋଟେ ହେଇପାରିବ ଖୁସି ବାରେ। ଠିକ୍ ଅଛି ପିଲାମାନେ, 3ଟି ପ୍ରତିଶବ୍ଦ ହେଇଗଲା, 3ଟି ଆମର ଯୋଡ଼ା ଶବ୍ଦ ହେଇଗଲା। ଠିକ୍ ଅଛି ପିଲାମାନେ, ଏବେ 4 ନମ୍ବର ପେଜକୁ ଆମେ ଯିବା।
ପିଲାମାନେ ଏଇ ପ୍ରଶ୍ନ ନିହାତି ଭାବରେ ପଡ଼ିବ 100% ଗ୍ୟାରେଣ୍ଟେଡ଼ ମୁଁ କହୁଛି ତମେ ଦେଖିକି ଯିବ ହେଲା। ଠିକ୍ ଅଛି ପିଲାମାନେ, ଏବେ ଆମେ 4 ନମ୍ବର ପେଜକୁ ଯିବା। 4 ନମ୍ବର ପେଜର ପିଲାମାନେ 14 ନମ୍ବର କୋଶ୍ଚିନ୍କୁ ଦେଖ। ନିମ୍ନରେ ଦିଆଯାଇଥିବା ଧନ୍ଦାଟିର ଉତ୍ତର ଲେଖ। କପାଳରେ ଆଖି ପାରେ ନାହିଁ ଦେଖି। ତାପର ଧନ୍ଦାର ଉତ୍ତର ତମେ ନିଜେ ଖୋଜିକି ଲେଖିବ ପିଲାମାନେ। ଠିକ୍ ଅଛି। 15 ନମ୍ବର ପ୍ରଶ୍ନକୁ ଦେଖ। 15 ନମ୍ବର ପ୍ରଶ୍ନ ଦେଇଛି ଚିତ୍ରକୁ ଦେଖି ଠିକ୍ କ୍ରମରେ 4ଟି ବାକ୍ୟରେ ଅନୁଚ୍ଛେଦଟିଏ ଲେଖ। ଠିକ୍ ଅଛି ପିଲାମାନେ, ଏଇଟା 4ଟି ଦେଇଛି ଆମର ବାକ୍ୟ, ଏଇଟା ଚିତ୍ର ଦେଇଛି। ଏଠି କ'ଣ ଲେଖିପାରିବ ତମେ ଗୋଟେ ଅନୁଚ୍ଛେଦ କ'ଣ ଲେଖିପାରିବ? ଆମର ଅନୁଚ୍ଛେଦ ଲେଖିପାରିବ କ'ଣ ଲେଖିବ ପିଲାମାନେ? ପିଲାଟି ସକାଳୁ ଶୋଇକି ଉଠିବା ପରେ ସେ ଦାନ୍ତ ଘଷିଲା, ଖାଇକି ସ୍କୁଲ ଗଲା। ଏଇଟାକୁ ତମେ ଅନୁଚ୍ଛେଦରେ ଲେଖିବ। ଠିକ୍ ଅଛି ପିଲାମାନେ, ଏବେ 16 ନମ୍ବର ପ୍ରଶ୍ନକୁ ଯିବା। ଯେପରି ଯିବାର ଆସିବା ହୁଏ ସେହିପରି ବିକିବାର କ'ଣ ହେବ? ବିକିବାର କ'ଣ ହେଇପାରିବ? କିଣିବା ହେଇପାରିବ। ଠିକ୍ ଅଛି ପିଲାମାନେ, ଏରା ସବୁ ତମର 1 ମାର୍କିଆ କୋଶ୍ଚିନ୍। 15 ନମ୍ବରଟା ହେଉଛି 4 ମାର୍କିଆ କୋଶ୍ଚିନ୍, 14 ନମ୍ବରଟା 1 ମାର୍କିଆ କୋଶ୍ଚିନ୍। ଠିକ୍ ଅଛି ପିଲାମାନେ, ତମେ ବହୁତ ଭଲ ଭାବରେ ଏକ୍ଜାମ୍ ଦେବ। ଅଲ୍ ଦି ବେଷ୍ଟ। ତମେ ଚ୍ୟାନେଲକୁ ସବସ୍କ୍ରାଇବ୍ କର ଆଉ ଅଲ୍ ବେଲ୍ ଆଇକନ୍ ନୋଟିଫିକେସନ୍କୁ ସିଲେକ୍ଟ କରିକି ରଖ, ଯାହାଦ୍ୱାରା କି ତମର ସବୁ ଶ୍ରେଣୀର ପ୍ରଶ୍ନ ତମେ ଏଇ ୟୁଟ୍ୟୁବ୍ ଚ୍ୟାନେଲରେ ପାଇପାରିବ। ଠିକ୍ ଅଛି ପିଲାମାନେ, ଏବେ ରହୁଛି। ବାଏ ବାଏ।